ଆଜି ହେଉଛି ଇଂରାଜୀ ନବବର୍ଷର ପ୍ରଥମ ଦିନ। ତ ନବବର୍ଷ ଇଂରାଜୀ ନବବର୍ଷ ହେଉଛି ଆମ ସମସ୍ତଙ୍କ ପାଇଁ ଗୋଟେ ସୌଭାଗ୍ୟର ଦିନ। କାହିଁକି ପୁରାତନକୁ ଆମେ ବିଦାୟ ଦେଇ ନୂତନକୁ ଆମେ ସ୍ୱାଗତ କରୁଛୁ। ତେଣୁ ନୂତନ ବର୍ଷ ଉପଲକ୍ଷେ ସମସ୍ତଙ୍କର ଚଲାପଥ ପୁଷ୍ପିତ ହେଉ, ସୁଗମ ହେଉ ଏବଂ ଭଗବାନଙ୍କର ଆଶୀର୍ବାଦ ସମସ୍ତେ ଲାଭ କରନ୍ତୁ, ଏଇଟା ହେଉଛି ମୋର କାମନା। ଏବଂ ଏହି ଉଦ୍ଦେଶ୍ୟରେ ମୁଁ ଗୋଟେ ଛୋଟ କବିତା ଲେଖିଛି, ତାକୁ ମୁଁ ବର୍ତ୍ତମାନ ପଠନ କରୁଛି। ଆସିଅଛି ଆଜି ଇଂରାଜୀର ନବ ବରଷ ଧରା ପୃଷ୍ଠରେ, ସଭିଙ୍କର ଚଲା ପଥକୁ ସୁମିତ ହେଉ ବିଭୁଙ୍କ କୃପାରେ, ସୁଖ ସମୃଦ୍ଧିର ଅପାର କରୁଣା ବିଭୁ କରନ୍ତୁ ପ୍ରଦାନ, ସଭିଏ ଆନନ୍ଦେ ରହିଲେ ଏ ଧରା ହୋଇବ ସିନା ମହାନ, କାମ କ୍ରୋଧ ଲୋଭ ଏ ତିନି ଅଟଇ ଜାଣ ନରକର ଦ୍ୱାର, ଏ ତିନି ତେଜିଲେ ଜୀବନ ସଭିଙ୍କ ସହଜେ ହେବ ସୁନ୍ଦର, ରାମ ରାଇଜର ଗଠନର ସ୍ୱପ୍ନ ସାକାର କରିବା ପାଇଁ, ପରସ୍ପର ସ୍ନେହ ଶ୍ରଦ୍ଧା ଅର୍ପିଲେ ସ୍ୱପ୍ନ ପୂରଣ ହେବ ହିଁ, ନବବରଷରେ ବଡ଼ମାନଙ୍କୁ ମୋ ଭକତିର ପ୍ରଣିପାତ, ଛୋଟଙ୍କୁ ସାଦରେ ଅର୍ପଣ କରୁଛି ସ୍ନେହ ଭରା ଆଶୀର୍ବାଦ। ନବବର୍ଷରେ ଆମେ ପ୍ରାତଃରୁ ସ୍ନାନ କରି ପ୍ରତ୍ୟେକ ପରିବାର ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରିବା ଉଚିତ ଏବଂ ନିଜର ମଙ୍ଗଳ ମନାସିବା ଉଚିତ। କିନ୍ତୁ ଦୁଃଖର ବିଷୟ, ପରିତାପର ବିଷୟରେ ଯେ ଆଜିକାଲି ସମସ୍ତେ ଭୋଜି ଭାତରେ ଲିପ୍ତ ରହି ମଦ ମାଂସ ସେବନ କରିବା ଉଚିତ ନୁହେଁ। କାହିଁକି ନବବର୍ଷ ଦିନ ଯଦି ଆମେ ସାତ୍ୱିକ ଆହାର ସେବନ କରିବା ତାହେଲେ ଆମ ଜୀବନ ସରସ ସୁନ୍ଦର ଏବଂ ସୁଗମ ହେବ। ତେଣୁ ଆମର ଏଇ ଆଜି ଶରଦ ବାବାଙ୍କର 56 ପହରୀ ନାମ ଯଜ୍ଞର ପ୍ରଥମ ଦିବସ। ଆଜି 9ଟାରୁ ଭଗବାନଙ୍କର ନାମ କୀର୍ତ୍ତନ ଆରମ୍ଭ ହୋଇଯାଇଛି। ତେଣୁ ନବବର୍ଷରେ ଅନେକ ଭକ୍ତ ସମାଗମ ହୋଇଛନ୍ତି ଏବଂ ତାଙ୍କର ଜୀବନର ସୁଖ ସମୃଦ୍ଧି କାମନା କରୁଛନ୍ତି। ଯେଉଁ ସ୍ଥାନେ ଯଜ୍ଞ କର୍ମ ସମ୍ପାଦିତ ହୁଏ ଧର୍ମ, ଯଜ୍ଞ କଲେ ଦେବ ଗଣ ହୁଅନ୍ତି ତୋଷ, ଯେତେ জন ଯଜ୍ଞ ସ୍ଥାନେ ଥାନ୍ତି ସନ୍ତୋଷ ମନେ, ଲଭୁଥାନ୍ତି ଦେବ ଗଣଙ୍କର ଆଶିଷ, କଳି ଯୁଗର ମହାମନ୍ତ୍ର ଜପନ୍ତେ ସ୍ୱର୍ଗପୁରରେ ମିଳେ ନିବାସ। ଆଜି ପ୍ରଥମ ଦିବସ, ଯଜ୍ଞସ୍ଥଳ ଖୁବ୍ ସୁନ୍ଦର ଦେଖାଯାଉଛି, ଭକ୍ତମାନଙ୍କର ସମାଗମ ଲାଗି ରହିଛି।
এই ଯଜ୍ଞସ୍ଥଳର ମାଟି କହୁଛି ମୁଁ ଧନ୍ୟ ହେଲି, ପାଣି କହୁଛି ମୁଁ ଧନ୍ୟ ହେଲି, ପବନ କହୁଛି ମୁଁ ଧନ୍ୟ ହେଲି। ଆକାଶରେ 33 କୋଟି ଦେବତା ରହି ଭକ୍ତଗଣଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରୁଛନ୍ତି। ତେଣୁ ଏହି ମହାର୍ଘ୍ୟ ସମୟକୁ ସମସ୍ତେ ଆସି ଏହି ଯଜ୍ଞସ୍ଥଳରେ ଉପଭୋଗ କରିବା ଉଚିତ। ଦେଖ କି ସୁନ୍ଦର ଏ ଯଜ୍ଞସ୍ଥଳ, ଭକ୍ତଙ୍କୁ ଲାଗିଛି ସଦା ଗହଳ। କୃଷ୍ଣ ନାମ ମୁଖେ ସଦା ଜପନ୍ତି, ନିଜ ଦେହ ଜ୍ଞାନ ଭୁଲି ଯାଆନ୍ତି। ସତେ କି ସ୍ୱର୍ଗ ଭୁବନ ଯେ ମର୍ତ୍ତ୍ୟପୁରେ ଆଜି ଖସି ପଡ଼ିଅଛି। ତାରିବାକୁ ଭକ୍ତ ଗଣ ଯେ କି ଭାଗ୍ୟ ଅଟଇ ଏହି ମାଟିର, ବିଜେ ଏ ସ୍ଥାନରେ ଶ୍ରୀ ପ୍ରଭୁଙ୍କର। 33 ଗୋଟି ଦେବତା ତୋଷରେ ବିଜେ ହେବେ ଆସି ଯଜ୍ଞସ୍ଥଳରେ। ଭକ୍ତଙ୍କୁ ତାରିବା ପାଇଁ ଯେ ସମଗ୍ର ବିଶ୍ୱର ବ୍ରହ୍ମାଣ୍ଡ କରତା, ବୋଲାନ୍ତି ଯେ ହୋବି ଧୀରେ ଯେ। ଧନ୍ୟବାଦ। ନୂତନ ବର୍ଷ ସମସ୍ତଙ୍କର ଶୁଭମୟ ହେଉ, ମଙ୍ଗଳମୟ ହେଉ, ପୁଷ୍ପିତ ହେଉ, କୁସୁମିତ ହେଉ। ନବବର୍ଷର ସମସ୍ତଙ୍କୁ ମୋର ହୃଦୟରୁ ପ୍ରଣାମ।